ବୋଉଲ ମୋ ବାପା କୁଆଡ଼େ ଯାଇଛନ୍ତି? କାହିଁ କେତେ ଦିନ ହବ ତାଙ୍କୁ ମୁଁ ଦେଖିପାରୁନି। ଆଉ ଦେଖୁଛୁ ତ ବୋଉ, ବାପା ନାହାନ୍ତି ବୋଲି ଭୋକ ଉପାସରେ ଦିନ କାଟୁଛେ ଆମେ। ଓଳିଏ ଖାଇଲେ ଓଳିଏ ଉପାସ। ପୁଅଟିର ଏମିତିକା କଥା ଶୁଣି ମାଆଟିର ଆଖିରୁ ମଧ୍ୟ ଧାର ଧାର ଲୁହ ଚଢ଼ି ଯାଉଥାଏ। କେମିତି ବୁଝେଇବି ରେ ପାଗଳା। ବାପା ତୋର ଯାଇଛନ୍ତି ମହାପ୍ରଭୁ କାଳିଆ ସାଆନ୍ତଙ୍କ ମନ୍ଦିରଟିଏ ତୋଳା ହେଉଛି। ଆଉ ତୁ ତ ଜାଣିଛୁ ବାପାଙ୍କ ଦେଇ ସବୁ କାମ ହୁଏ। ମହାପ୍ରଭୁଙ୍କର ପରମ ସେବକ ସିଏ। କାହିଁ ଲୋ ବୋଉ, ଏ ଦୁନିଆରେ କ'ଣ ଲୋକ ଅଭାବ? ନାଇଁରେ ପାଗଳା, ସେମିତି ଜମା କହନି। ତୋ ବାପା ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ଭାରି ଭଲ ପାଆନ୍ତି, ନିଜ ଜୀବନଠାରୁ ବି ଅଧିକ। ସେ ଚାହାନ୍ତି ତାଙ୍କରି ହାତରେ ମହାପ୍ରଭୁଙ୍କର ଦିବ୍ୟ ମନ୍ଦିରଟିଏ ତିଆରି ହଉ। ହେଲେ ଏପଟେ ଦେଖ, ଆମେ ତ ଭୋକ ଉପାସରେ ଦିନ କାଟୁଛେ, ସେ କ'ଣ ଜାଣିପାରୁନାହାନ୍ତି? ନାଇଁରେ ପାଗଳା, ସେ ସବୁ ଜାଣନ୍ତି, ସବୁ ବୁଝନ୍ତି। ଭକ୍ତଙ୍କର ଟିକେ ପରୀକ୍ଷା ନିଅନ୍ତି। ଆଉ ଟିକେ କଷ୍ଟମଷ୍ଟେ ରହିଯିବା। ବାପା ତୋର ଆସିଲେ କେତେ କ'ଣ ଜିନିଷ ଆଣିକି ଆସିବେ। ନାଇଁ ଲୋ ବୋଉ, ତୁ ମୋତେ ଏମିତି ସବୁଦିନ କହି ବୁଝେଇ ଦେଉଛୁ। ଆଜି କିନ୍ତୁ ବୁଝିବିନି। ଦେଖୁଛୁ ତ, ପାଖେଇ ଆସୁଛି ନୂଆ ବର୍ଷ। ପୁରୁଣା ବର୍ଷକୁ ସମସ୍ତେ ବିଦାୟ ଦେବେ, ନୂଆ ବର୍ଷକୁ ସ୍ୱାଗତ କରିବେ। ଘରେ ଘରେ ପିଠାପଣା, ଘରେ ଘରେ ନୂଆ ନୂଆ ଡ୍ରେସ୍, ନାଚ ଗୀତରେ ସମସ୍ତେ ମଜିବେ। ହେଲେ ଆମକୁ ଦେଖିଲୁ କେତେ ଦୁଃଖ କଷ୍ଟରେ ଆମେ ଅଛେ। ପୁଅଟିର ମନ ବୁଝିବାକୁ ମା କେତେ କ'ଣ କଥା କହି ବୁଝାଏ। ଶେଷରେ ପୁଅଟି ତୁନି ହୋଇଯାଏ, କିନ୍ତୁ ମନରୁ ଦୁଃଖକୁ ଭୁଲି ପାରେନି କେବେ। ଏପଟେ ବାପା ହାତ ଯୋଡ଼ି ଦେଇ ମହାପ୍ରଭୁଙ୍କ ପାଖରେ ନୀତି ଗୁହାରି କରନ୍ତି। ମଣିମା ମହାପ୍ରଭୁ ହେ, କେଉଁଦିନ ତୁମ ମନ୍ଦିର ସରିବ? ତୁମର ମୁଣ୍ଡି ମରା ହେବ, ଆଉ ତୁମର ସେ ଦିବ୍ୟ ବିଗ୍ରହ ସ୍ଥାପନ ହେବ। ଏପଟେ ଆମକୁ ଜବାବ ଦିଆଯାଇଛି, ନୂଆ ବର୍ଷର ପୂର୍ବ ଦିନ ସବୁ କାମ ସାରିବା ପାଇଁ, ଆଉ ନୂଆ ବର୍ଷ ଦିନ ଆପଣଙ୍କର ମନ୍ଦିର ପ୍ରତିଷ୍ଠା ହେବ। ସାଆନ୍ତେ, ଭାରି କଷ୍ଟ ହେଉଛି। ଘର କଥା ମନେ ପଡ଼ିଲା ବେଳକୁ ଭାରି ଦୁଃଖ ବି ଲାଗୁଛି। ଘରେ ଛୋଟ ଛୁଆଟା କ'ଣ ଯେ କରୁଥିବ। ତା ଛଡ଼ା ନୂଆ ବର୍ଷ ବି ପାଖେଇ ଆସୁଛି। ପାଖରେ ଟଙ୍କା ପଇସା ବି ନାହିଁ। କାମ ସରିଲେ ପଇସା ମିଳିବ। ପିଲା ମନ ମା ପାଖରେ କେତେ ଅଝଟ କରୁଥିବ। କେମିତି ଯେ ଥେବେ ଦି ଜଣ। ଏମିତି କେତେ କ'ଣ କଥାକୁ ମନେ ପକାଇ ବାପା ଜଣକ ଭୋ ଭୋଇ କାନ୍ଦୁଥାନ୍ତି। ପାଖରେ ପହଞ୍ଚି ଆଉ ଜଣେ ବୋଧ ଦେଇ କହୁଥାନ୍ତି, ହଁ ରେ ଭାଇ, ମୋ ଅବସ୍ଥା ବି ସେଇଆ। ହେଲେ ସାନ ଭାଇଟା ଅଛି, ସେ ଟିକେ ତୁଲେଇ ନେବ। ତୋର ଯେଉଁ ଅବସ୍ଥା, ଘରକୁ ତୁ ଏକା। କେମିତି ଚଳୁଥିବେ ଛୁଆ ମା। ଏତେ ଦୁଃଖ କଷ୍ଟ ଭିତରେ ବି ବାପା ଜଣକ ବିଶ୍ୱାସ ହରାଇ ନାହାନ୍ତି ସେଇ ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଖରେ। ହାତ ଯୋଡ଼ି ଦେଇ କୁହନ୍ତି, ଜାଣିଛି ମହାପ୍ରଭୁ, ତୁମ ହିଁ ମୋର ସାହା ଭରସା। ମୋର ସେ ଅଭାବୀ ସଂସାରଟାକୁ ତୁମର ସେ ଅପଲୋକ ନୟନରେ ଚାହିଁ ରହିଥାଅ। କେବଳ ମୁଁ ପହଞ୍ଚିବା ଚାହେଁ। ଆଉ ମୋର ଛୁଆଟା ଭାରି ଅବୁଝା, ସେ ମା ପାଖରେ ଭାରି ଅଳି କରି ବସୁଥିବ। କେମିତି ତାକୁ ବୁଝାଉଥିବ। ତା ମୁଣ୍ଡରେ ଟିକେ ବୁଦ୍ଧି ଦିଅ ସାଆନ୍ତେ। ମୁଁ ପହଞ୍ଚିଲେ ସବୁ କଥା ବୁଝିବି। ବାପା ଜଣଙ୍କର ମହାପ୍ରଭୁଙ୍କ ପାଖରେ ଏମିତିକା ଅଳି, ସତରେ ସେଦିନ ଆଖିରେ ଲୁହ ଆସିଯାଇଥିଲା। ମହାପ୍ରଭୁଙ୍କର ସେବାରେ ଥିବା ସେ ବାପା ଜଣକ ସମ୍ପୂର୍ଣ୍ଣ ରୂପେ ଭରସା କରିସାରିଥିଲେ। କିଛି ବି ହେଇଯାଉ, ମହାପ୍ରଭୁ ମୋ ପରିବାରକୁ ସାହା ହେଉଥାନ୍ତୁ। ଆଉ ଏପଟେ ଛୋଟ ପିଲାଟିର ମନକୁ ସେଦିନ କ'ଣ କେଜାଣି ଆସିଲା, ଆଣ୍ଠୁ ମାଡ଼ି ବସିଗଲା ମହାପ୍ରଭୁ କାଳିଆ ସାଆନ୍ତଙ୍କର ସେଇ ଫଟୋ ଆଗରେ। ତାର ସେଇ କୁନି କୁନି କଣ୍ଠରେ କହୁଥାଏ, ଠାକୁରେ, ଶୁଣିଛି ତୁମେ କୁଆଡ଼େ ପରମ ଦୟାଳୁ। ଦେଖୁଛ ତ, ଆମର ଭାରି ଗରିବ। ବାପା ମୋର ତୁମରି ସେବାରେ ଯାଇଛନ୍ତି। ତମ ମନ୍ଦିର ଟିକେ ଶୀଘ୍ର ଗଢ଼ିଦେଲେ ହୁଅନ୍ତାନି? କାହିଁ ଏତେ ଡେରି କରୁଛ? ବାପା ମୋତେ ଭାରି ଭଲ ପାଆନ୍ତି। ଆଜି ଯଦି ସେ ମୋ ପାଖରେ ଥାନ୍ତେ, ମୋ ପାଇଁ କେତେ କ'ଣ ଜିନିଷ ଆଣିଥାନ୍ତେ। ଏଇ ମୋର ସାଙ୍ଗସାଥିମାନେ ନୂଆ ନୂଆ ଡ୍ରେସ୍ ଆଣି ମୋତେ ଦେଖାଉଛନ୍ତି ନୂଆ ବର୍ଷରେ ପିନ୍ଧିବେ ବୋଲି। ଆଉ ଜାଣିଛ, ଆଗକୁ ନୂଆ ବର୍ଷ ଆସୁଛି। ଘରେ ଘରେ ପିଠାପଣା। ଆଉ ତମେ ତ ଦେଖୁଛ, ଆମେ ଓଡ଼ିଆ ଖାଇଲେ ଓଡ଼ିଆ ଉପାସ। ତମେ ଟିକେ ମୋ ବାପାଙ୍କୁ ଶୀଘ୍ର ପଠାଇଲେ ହୁଅନ୍ତାନି? ମା କହୁଥିଲା, ତୁମେ କୁଆଡ଼େ ସମସ୍ତଙ୍କର ଡାକ ଶୁଣ। ଜାଣିନି ସମସ୍ତେ ତୁମକୁ କେମିତି ଡାକନ୍ତି, କେଉଁ ପୂଜା ବିଧିରେ ଡାକନ୍ତି, କେତେ ଶ୍ରଦ୍ଧା କରି ଡାକନ୍ତି, କେତେ ଭକ୍ତିରେ ଡାକନ୍ତି। ମୁଁ ତ ଛୋଟ ପିଲାଟାଏ, ମୋ କଥା ଶୁଣିବନି ସାଆନ୍ତେ? ପିଲାଟିର ମନକୁ ଯାହା ସେଦିନ ଆସିଲା ସବୁ ସେଇ ମହାପ୍ରଭୁଙ୍କୁ କହିଗଲା। ଆଉ କାଳିଆ ସାଆନ୍ତେ ବି ସବୁ ଶୁଣୁଥାନ୍ତି ସେଇ ଛୋଟ ପିଲାଟିର କଥାକୁ। ଭାରି ଭଲ ଲାଗୁଥାଏ।
ଯିଏ ଭକତ ଭାବରେ ବନ୍ଧା କେମିତି ବା ନ ଶୁଣନ୍ତେ। ଏପଟେ ବାପାଙ୍କର ଅଳି ଆଉ ଛୋଟ ପିଲାଟିର ଗୁହାରି କେମିତି ନ ଶୁଣନ୍ତେ। ସିଏ ପରା ଭାବକୁ ନିକଟ, ଅଭାବକୁ ଦୂର। ତାଙ୍କୁ ଯିଏ ଭକ୍ତିରେ ଡାକିଛି ସେ ତାଙ୍କୁ ଦର୍ଶନ ଦେଇଛନ୍ତି। ତା ଛଡ଼ା ଛୋଟ ପିଲାଟିର ଏମିତିକା ଭାବ ସେ କାଳିଆ ସାଆନ୍ତଙ୍କ ଠାରେ ସହିପାରିଲେନି ମଣିମା। ବେଳ ବୁଡ଼ି ବୁଡ଼ି ଆସୁଥାଏ। ଗାଈ ଗୋରୁମାନେ ଘରମୁହାଁ ହେଉଥାନ୍ତି। ମହାପୁରୁ ମଧ୍ୟ ବୁଡ଼ିବା ବୁଡ଼ିବା ହେଉଥାନ୍ତି। କେହି ଜଣେ ଚାରି ହାତର ମର୍ଦ୍ଦ କାନ୍ଧରେ ଗଣ୍ଠିଲିଟିଏ ପକାଇ ଧପାଲିଛି। ବାଡ଼ି କବାଟକୁ ଠକ୍ ଠକ୍ କଲା। ଠକ୍ ଠକ୍ ଶବ୍ଦରେ ଛୋଟ ପିଲାଟି ଆସି କବାଟ ଖୋଲିଲା। ଘରେ ତାର ମା ନଥାଏ, ବୋଧେ କେଉଁ କାମରେ ଯାଇଥାଏ। ଲୋକଟି କହୁଥାଏ ସବୁ ଜିନିଷ ପଠେଇଛନ୍ତି। ଏଇ ଦେଖୁନା। ଛୋଟ ପିଲାଟି ହଠାତ୍ ଦେଖି ଚମକି ପଡ଼ିଲା। ଆଗରେ ଅଚିହ୍ନା ଅଜଣା ମଣିଷଟିଏ, କିନ୍ତୁ ତାଙ୍କର ରୂପଭେକରୁ ଦେଖି ସେମିତି କିଛି ଲାଗୁନଥିଲା। ଭାରି ଶାନ୍ତ, ସରଳ, ନିରୀହ ମଣିଷଟାଏ। ଆଖିରେ ତାଙ୍କର ଜ୍ୟୋତି, ମୁହଁରେ ହସ, ଆଉ ଶରୀରରେ ସୂର୍ଯ୍ୟକିରଣ ପରିକା ଚମକ। ସତରେ ପିଲାଟି ସେଦିନ ଆଶ୍ଚର୍ଯ୍ୟ ହେଇଥିଲା। ହଠାତ୍ କହି ପକେଇଲା, ଏଇଠି ପିଣ୍ଡାରେ ବସିଥାଅ, ମୋ ମା ଆସୁ, ତାପରେ ଘରକୁ ଯିବ। ତମେ କିଏ? ଲୋକଟି ହସି ଦେଇ କହିଲା, ମୁଁ ତୁମ ବାପାଙ୍କର ସାଙ୍ଗ। ସେ ଆସିପାରିଲେନି, ମୋତେ ପଠେଇଛନ୍ତି। ଯେତେବେଳେ ପିଲାଟି ଏତକ ଶୁଣିଛି ଭାରି ଖୁସି ହେଇଗଲା। ଆଚ୍ଛା, ବାପା ମୋ ପାଇଁ କ'ଣ ଦେଇଛନ୍ତି? ଲୋକଟି ଗଣ୍ଠିଲି ଖୋଲି ଦେଖାଉଥାଏ। ଏଇ ଦେଖ, ନୂଆ ଡ୍ରେସ୍, କେତେ ପିଠାପଣା, କେତେ ଲଡ଼ୁ, ସବୁ ପଠେଇଛନ୍ତି। ଆଚ୍ଛା, ରାତି ପାହିଲେ ନୂଆ ବର୍ଷ ତ, ସେଇଥିପାଇଁ ବାପା ପଠେଇଛନ୍ତି। ଏ କଥା ଶୁଣିବା କ୍ଷଣି ଲୋକଟି ବି ଭାରି ଖୁସି ହେଇଗଲା। ସତରେ ସେ ଭାବିନଥିଲା ପିଲାଟି ତାଙ୍କୁ ଦେଖି ଯେ ଏତେ ଖୁସି ହେଇଯିବ। ଏହି ସମୟ ଭିତରେ ମା ବି ଆସି ପହଞ୍ଚାରିଥିଲେ। ସେ ଦେଖିକି କାନ୍ଦି ପକେଇଲେ। ସତରେ ଠାକୁରେ, ପିଲାଟା କାଲି କେତେ କାନ୍ଦିକି ରହିଛି। ସେ ନ ଆସିଲେ ନାହିଁ, ସାଙ୍ଗକୁ ତ ପଠେଇଛନ୍ତି। ମା ଜଣକ କହୁଥାନ୍ତି, ହେଲେ ସେ କାହିଁ ଆସିଲେନି? ଲୋକଟି ହସି ଦେଇ କହୁଥାଏ, ମନ୍ଦିର କାମ ସରି ଆସିଲାଣି, ସେଥିରେ କିଛି ଅସୁବିଧା ନାହିଁ। ଠାକୁର ବି ସ୍ଥାପନା ହେବେ, ମନ୍ଦିର କାଲି ପ୍ରତିଷ୍ଠା ହେବ। କିନ୍ତୁ ମନ୍ଦିରଟା ଏତେ ସୁନ୍ଦରରେ ବନେଇଛନ୍ତି, ତାଙ୍କୁ କିଛି ଉପହାର ସ୍ୱରୂପ ଆଉ 2 ଦିନ ସେଠି ରହିବାକୁ ପଡ଼ିବ। ସେଠି ଭୋଜିଭାତର ଆୟୋଜନ ହେଉଛି। କେତେ ମାନ୍ୟଗଣ୍ୟ ଲୋକମାନେ ଆସିବେ। ସମସ୍ତଙ୍କ ସାମ୍ନାରେ ତାଙ୍କୁ ପୁରସ୍କୃତ କରାଯିବ। ଏଇ କଥା ଶୁଣିବା କ୍ଷଣି ମାଟିର ଆଖିରୁ ସେଦିନ ଲୁହ ଝରିଗଲା। ଛୋଟ ପିଲାଟି ମଧ୍ୟ ହାତ ଯୋଡ଼ି ଦେଇ କହୁଥାଏ, ଠାକୁରେ, ମୋ ବାପାଙ୍କ ପ୍ରତି ତୁମର ଏତେ କରୁଣା। ମା ଜଣକ କହୁଥାନ୍ତି, ସତରେ ମହାପ୍ରଭୁ ତୁମରି ସେବାରେ ଯାଇଥିଲେ, ତାଙ୍କୁ ଯେ ଏତେ ଉପହାର ମିଳିବ। ଏପଟେ ଲୋକ ଜଣକ ସେ ପିଣ୍ଡାରେ ବସି କହିଲା, ମୁଁ ଏବେ ଆସୁଛି, ମୋର ତେଣେ କେତେ କାମ ଯେ। ଘର ଭିତରକୁ ଡାକୁଥାନ୍ତି। ନାଇଁ ନାଇଁ କହି ଚାଲିଗଲେ। କିନ୍ତୁ ପିଲାଟି ସେ ଗଣ୍ଠିଲିଟା ପାଇଲା ପରେ ତାର ଖୁସି କହିଲେ ନ ସରେ। ତାକୁ ତ ଏଥର ସୁଯୋଗ ମିଳିଗଲା ସାଙ୍ଗସାଥିମାନଙ୍କୁ ଦେଖେଇ ଦେବ, ମୋ ବାପା ବି ମୋ ପାଇଁ ନୂଆ ଡ୍ରେସ୍ ଆଣିଛନ୍ତି, ମିଠା ଆଣିଛନ୍ତି, ଲଡ଼ୁ ଆଣିଛନ୍ତି, କେତେ କ'ଣ ଜିନିଷ। ଆମେ ବି ନୂଆ ବର୍ଷ ପାଳିବୁ। ରାତି ପାଇଲା, ସକାଳ ବି ହେଲା। ସମସ୍ତେ ସେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କଲେ। ପରିବାରରେ ହସ ଖୁସିର ଲହଡ଼ିଟିଏ ମଧ୍ୟ ଖେଳିଗଲା। କିନ୍ତୁ ସାମାନ୍ୟ ଅଭାବ ଥାଏ ସେ ବାପାଙ୍କର। ଫେରିବା ବାଟକୁ ପୁଅଟି ଚାହିଁ ରହିଥାଏ। ଏପଟେ ବାପା ଜଣକ ନିଜର ସମସ୍ତ କର୍ମକୁ ସୁଚାରୁ ରୂପରେ ତୁଲେଇ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଉପହାର ସ୍ୱରୂପ କିଛି ପାଇ ଘରମୁହାଁ ହେଉଥାନ୍ତି। ମନ କିନ୍ତୁ ଭାରି ଦୁଃଖ ଥାଏ କି ସ୍ତ୍ରୀ ପିଲାଙ୍କ ପାଇଁ କିଛି ବି ଦେଇପାରିଲେନି। ଏଥର ହାତରେ କିଛି ଉପହାର ଧରି ଘରେ ପହଞ୍ଚନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ ଛୁଆଟା ବାପା ବାପା କହି ଧାଇଁ ଆସେ, କୋଳରେ ଲାଗିଯାଏ, କାନ୍ଦି ପକାଇ କୁହେ, ବାପା ଏତେ ଦିନ ଯାଏଁ କୁଆଡ଼େ ଯାଇଥିଲ? କିନ୍ତୁ ସେଦିନ ସେମିତି କିଛି ବି ଘଟିଲାନି। ହସ ହସ ମୁହଁରେ ଆସିଲା ଛୁଆଟା, ବାପାଙ୍କୁ ପ୍ରଣାମ କଲା। ଏପଟେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ପାଇ ଭାରି ଖୁସି ହେଇଗଲେ। ସେ ମଧ୍ୟ ପ୍ରଣାମ କଲେ। ଆଶ୍ଚର୍ଯ୍ୟ ଲାଗୁଥାଏ, କ'ଣ ସବୁ ଘଟିଯାଇଛି। ଛୁଆଟି ପୁଣି କହୁଥାଏ, ବୁଝିଲ ବାପା, ତୁମ ସାଙ୍ଗ ନା ଭାରି ଭଲ। ତାଙ୍କ ହାତରେ ତୁମେ ଯାହା ଯାହା ଜିନିଷ ଦେଇଥିଲ, ମୋ ସାଙ୍ଗମାନେ ଦେଖି ଭାରି ଖୁସି ହେଇଗଲେ। ତାଙ୍କୁ ବି ମୁଁ ଦେଖେଇଦେଲି ନୂଆ ଡ୍ରେସ୍, କେତେ କ'ଣ ଜିନିଷ। କଥାଟା କିଛି ବୁଝା ପଡ଼ୁନଥାଏ। ସେ ପଚାରିଲେ, ଆରେ ଏମିତି କ'ଣ ସବୁ କହୁଛ? ସେମିତି ମୁଁ କିଛି ବି ଦେଇନି। ମୋ ସାଙ୍ଗ ପୁଣି କିଏ? ଦେଖୁନ, ମହାପ୍ରଭୁଙ୍କର କାମ କରି ତମେ ବି ପାଗଳଙ୍କ ପରି କଥା କହୁଛ। ତମେ ପଠେଇ ନଥିଲ? ଏଇ ଦେଖୁନ। ସବୁତକ ଜିନିଷ ଯେତେବେଳେ ଅଜାଡ଼ି ଦିଅନ୍ତି, ଆଶ୍ଚର୍ଯ୍ୟର କଥା। ଆରେ
ଯେଉଁ ଯେଉଁ ଜିନିଷ ମୁଁ ମନରେ ଭାବିଥିଲି ଘରକୁ ନେବେ ବୋଲି ସେଇ ଜିନିଷ ସାଇତା ହୋଇଛି। ଆଣିଲା କିଏ? କିଏ ଦେଇଗଲା ଘରେ? କଥାଟା କିଛି ବୁଝା ପଡ଼ୁନଥାଏ। ଶେଷରେ ସେଇ ଗଣ୍ଠିଲି ଭିତରୁ ମହାପ୍ରଭୁ କାଳିଆ ସାଆନ୍ତଙ୍କର ଦିବ୍ୟ ମୂର୍ତ୍ତିଟିଏ ବାହାରିଲା, ଆଉ ସେଥିରେ କିଛି ଭୋଗର କୁଡ଼ୁଆଟିଏ ବାହାରିଲା। ଏଥର ବାପା ଜଣକ ସବୁ ବୁଝି ସାରିଥିଲେ। ସତରେ ମହାପୁରୁ, ତମେ କେଡ଼େ ଦୟାଳୁ। ଆସିପାରିଲିନି, ହାତ ଯୋଡ଼ି ଦେଇ କେତେ ମିନତି କରିଛି ସେଦିନ, କେତେ ଗୁହାରି କରିଛି। ସତରେ ମୋ ସାଙ୍ଗ ରୂପରେ ଆସି ମୋ ପରିବାରକୁ ସାହା ହେଲ। ମୋ ଛୋଟ ଛୁଆଟିର ମନରେ ଖୁସି ଦେଇଗଲ। ମଣିମା, ଭୁଲି ପାରିବିନି ତୁମ ଋଣ ମୁଁ। ବାପା ଯେତେବେଳେ ଏତକ କୁହନ୍ତି, ଛୋଟ ପିଲାଟି ବି କାନ୍ଦି ପକାଇଲା ସେଦିନ। ସତରେ ବାପା, ସିଏ ପରମ ଦୟାଳୁ। ମୁଁ ତାଙ୍କ ପାଖରେ କାନ୍ଦିକି କେତେ ମୁଣ୍ଡ ବାଡ଼େଇଛି ସେଦିନ, କେବଳ ତୁମରି ପାଇଁ। ଏଥର ବୁଝୁଛି ବାପା, ଠାକୁରେ ମୋ ଡାକ ଶୁଣିଲେ, ମୋ ଗୁହାରି ଶୁଣିଲେ, ମୋ ମନ ମୁତାବକ ସବୁତକ ଜିନିଷ ସାଇତି ଦେଲେ। ସତରେ ମହାପ୍ରଭୁ, ତୁମେ ପରମ ଦୟାଳୁ। ମହାପ୍ରଭୁଙ୍କର ସେଇ କେଇ ମୁହୂର୍ତ୍ତକୁ ମନେ ପକାଇ ମା ଛୁଆ ଦିଏ ହାତ ଯୋଡ଼ି ଦେଇ ଭୋ ଭୋଇ କାନ୍ଦୁଥାନ୍ତି। ହେଲେ ବାପା ଜଣକ ଲୁହ ପୋଛି ଦେଇ କହିଲେ ସେଦିନ, ବୁଝିଲ, ଯିଏ ମହାପ୍ରଭୁଙ୍କର ସେବାରେ, ଯିଏ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଥାଏ, ସେ କାଳିଆ ସାଆନ୍ତଙ୍କ ପାଖରେ, ତା ପାଖରେ ଛିଡ଼ା ହେବାକୁ ସାଆନ୍ତେ କେବେ କୁଣ୍ଠାବୋଧ କରନ୍ତିନି। ମୋ ଧନ୍ୟ ହେ ସାଆନ୍ତେ, ଧନ୍ୟ ତୁମ ଲୀଳା। ନମସ୍କାର। ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ଛୋଟ ଭିଡ଼ିଓଟି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, କ୍ଷମା କରିବାକୁ ଅନୁରୋଧ। ପୁଣି ଦେଖାହେବ ନୂଆ କାହାଣୀ, ନୂଆ ଅନୁଭୂତି ଆଉ ମହାପ୍ରଭୁଙ୍କର ଦିବ୍ୟ ଲୀଳାକୁ ନେଇ। ଜୟ ଶ୍ରୀ ଜଗନ୍ନାଥ।